বন্ধু নমস্কার। জয় জগন্নাথ। গরিব লোকটি ଦୁଇ ଚକିଆ ଗାଡି କିଣିଲେ ସରକାର କହେ ତୁମେ ଆଉ ଗରିବ ନୁହେଁ, କିନ୍ତୁ ଧନୀ ଲୋକଙ୍କର ସବୁ କିଛି ଥିଲେ ମଧ୍ୟ ଆଉ ସୁବିଧା କେବେ କମିଯାଏ ନାହିଁ। ଏହା କେମିତି ନ୍ୟାୟ? ଏହା ନ୍ୟାୟ କି? ଗରିବଙ୍କ ପାଇଁ ନିୟମ ଅଲଗା ଆଉ ଧନୀଙ୍କ ପାଇଁ ନିୟମ ଅଲଗା। ଏଇଟା ଆମ ସମାଜର ସତ୍ୟଚିତ୍ର। ଦୁଇ ଚକିଆ ଗାଡି ରଖିଲେ ପେନସନ ବନ୍ଦ, ଅନେକ ସୁବିଧା କାଟି ଦିଆଯାଉଛି। ତାହେଲେ ଗରିବ ଲୋକ ସ୍ୱପ୍ନ ମଧ୍ୟ ଦେଖିବାକୁ ନାହିଁ କାହିଁକି? ଧନୀଙ୍କ ପାଖରେ ଗାଡି, ଘର, ଧନ ସବୁ ଥାଏ, ତଥାପି VIP ଟ୍ରିଟମେଣ୍ଟ କେହି ପଚାରିବାକୁ ମଧ୍ୟ ଆଗକୁ ଆସୁନି। ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଅନ୍ୟ ରାଜ୍ୟକୁ ଯାଇ ନାରୀ ସୁରକ୍ଷା ଉପରେ କଥା କହୁଛନ୍ତି, କିନ୍ତୁ ନିଜ ରାଜ୍ୟରେ ଯାହା ଘଟୁଛି ସେଥିପାଇଁ କାହିଁକି ନିରବତା? ଆଦିବାସୀ ନାରୀମାନେ ରାତି ଅଧରେ ପିଟା ଯାଉଛନ୍ତି ବା ମାଡ଼ ଖାଉଛନ୍ତି। ଏହା କଣ ସେହି ନାରୀ ନୁହେଁ? ନା କେବଳ ଅନ୍ୟ ରାଜ୍ୟର ନାରୀମାନେ ମାତ୍ର ନାରୀ? 2 ବର୍ଷ ହେଉଛି ରାଜ୍ୟରେ ଦୁଷ୍କର୍ମ ଘଟଣା ବଢି ଚାଲିଛି। ନ୍ୟାୟ ନାହିଁ, ଦଣ୍ଡ ନାହିଁ, ଶେଷରେ ମିଳୁଛି କେବଳ ବେଲ୍। ତାହେଲେ ସରକାର କରୁଛି କଣ? ଲୋକଙ୍କୁ ନ୍ୟାୟ ଦେବାକୁ ନା କେବଳ ଦେଖିବା ପାଇଁ ଶାସନ କରୁଛି? ଆମ ସରକାର କଣ ଗୋଟିଏ କଣ୍ଢେଇ ଯାହାକୁ ସୂତାରେ ବାନ୍ଧି ନଚା ଯାଉଛି? ନା ଏହା ପଛରେ ଆଉ କିଛି ଗଭୀର ସତ୍ୟ ଲୁଚିଛି? ଉତ୍ତର ଦେବେ ସମୟ ଆସିଗଲା। ନିରବତା ଆଉ ଚଳିବ ନାହିଁ। ଦେଶବାସୀ ଜାଗ୍ରତ ହୁଅ। ଏଥିପାଇଁ ଲଢିବାକୁ ଆମକୁ ପଡିବ। ଦେଶବାସୀ ଲଢିବାକୁ ପଡିବ। ଜୟ ଜଗନ୍ନାଥ।